ସୁଯୋଗର ସତ୍ବ୍ୟବହାର କର। କଣ ଲେଖା ଯାଉଛି? ସୁଯୋଗର ସତ୍ବ୍ୟବହାର କର। ସୁଯୋଗ ସବୁବେଳେ ନଥିବ। କଣ କରିବା ଅଛି? ଯେବେ ସୁଯୋଗ ମିଳିଛି ତାର ସତ୍ବ୍ୟବହାର କରିବାର ଅଛି। କଣ ଲେଖା ଯାଉଛି? ପୁଣି ସୁଯୋଗର ସତ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। କାରଣ କାଳ କଣ ଅଟେ? ମନ୍ଦ ଅଟେ। ଆମେ ଗୋଟେ ମନ୍ଦ କାଳରେ ବାସ କରୁଛୁ। ଆଉ ଆଗକୁ ଆଉ ଭଲ ସମୟ ବି ନଥିବ। ଆଗକୁ ଭଲ ସମୟ ନଥିବ। ହୁଏତ ଲୋକ ପାଠ ପଢିପାରେ, ଟଙ୍କା ରୋଜଗାର କରିପାରେ, ଭଲ ଘର ବନାଇ ପାରେ, ବହୁତ ଧନୀ ଲୋକ ହେଇପାରେ, କିନ୍ତୁ ଭଲ ସମୟ ନଥିବ। ମନେ ରଖିଥାନ୍ତୁ, ଆମର ଦେଶର କଥା କହୁନାହିଁ, ଆପଣ ପୃଥିବୀର କଥା ଦେଖନ୍ତୁ। କୌଣସି ବିଷୟ ଆଗକୁ ଭଲ ନଥିବ। ଏବେ କେବଳ ଗୋଟେ ସୁଯୋଗ ମିଳିଛି, ଆମେ କଣ କରିପାରିବା? ସୁଯୋଗର ସଦ୍ବ୍ୟବହାର କରିପାରିବା। ସୁଯୋଗ ଥାଉ। ଅନେକ ଲୋକ କଣ କରିବେ? ସୁଯୋଗ ଗଲା ପରେ ଅନୁତାପ କରିବେ, ଏଇଟା ମୁଁ କରିଥିଲେ ହେଇଥାନ୍ତା, ସେଇଟା କରିଥିଲେ ହେଇଥାନ୍ତା, ମୁଁ କାହିଁକି କଲି ନାହିଁ। ସୁଯୋଗ ଅଛି। କାହାକୁ ଲେଖା ଯାଉଛି? ମଣ୍ଡଳୀକୁ ଲେଖା ଯାଉଛି। ଏଫେସୀୟ ମଣ୍ଡଳୀ କଣ କୁହାଯାଉଛି? ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ହିନ୍ଦୀରେ ଲେଖା ଯାଉଛି ଅବସର को बहुमूल्य समझो। कौन? अवसर। तुमको जो अवसर मिली ताकू बहुमूल्य बोली भावो, क्योंकि दिन बुरे हैं। आम जो समय बास करुचु ए समयटा केमती का समय? गोटे खराब समयटा। खराब समय माने आमर देश रे आमे बरबर होचु बोले विदेश रे भल रही हो। प्रिय भाई भाई माने आमर देश रे चाकरी नहीं, रोजगार नहीं, स्वास्थ्य सेवा भल नहीं, खाद्य भल नहीं, औषध भल नहीं। आमर देश रे आमे हैरान होचु, विदेश रे कोन पड़बे माने। अपन पृथ्वीर को स्थान को भी जीवे भल समय नहीं। मन रखिथांतु आगको आउरी खराब समय आसे। तेणु कौन लिखा जाउछि? सुजोगर सद्व्यवहार करो। प्रत्येक को कहा जाउछि एबे सुजोग अछि, कौन करो? सद्व्यवहार करो, कारण काल मंद। इंग्रजी बाइबल के लिखा जाउ जानि छथि, मेक द बेस्ट यूज ऑफ टाइम। मेक द बेस्ट यूज। तुमको जो टाइम दिया जाइछि ताकू भलरे व्यवहार करो। मेक द बेस्ट यूज ऑफ टाइम बिकॉज़ द डेज आर रिवील्ड। माने आगामी प्रत्येक दिन मंद दिन आका, प्रत्येक दिन आहुरी आगो को समय खराब 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 होइछि। लोक माने आहुरी खराब होइछि। माने सानो सानो झियो मानको छाडू ना। सानो झियो ए 5 वर्ष 6 वर्ष झियो मानको शारीरिक निर्यातना करी मारी फेंकी दउछ। बयस रे बुढ़ी लोक मानको हैरान करछ। रास्ता रे लोक मानको पिटी पिटी मारू छंती। मारला बेले लोक मानको देखबे छोड़ाइबा को जाउ ना। कोन करछंती? वीडियो बनाउछन, अपलोड कर। छणक को मारला बेले को छोड़ाइबा को नहीं। कोन पे? वीडियो बने अपलोड करबो के पानी रे पड़ी जाउछ कि नहीं ताको रक्षा करबा को जाउ ना। रिकॉर्डिंग करू ना। बस रे गले सुरक्षा ना, ट्रेन रे सुरक्षा ना, गां रे सुरक्षा ना, घरे सुरक्षा। ओटे असुरक्षित जगत रे हम बास करूछु। आ मन रखि थांतु आगो को आउरी खराब समय आसे। एबे गत दिन मान को आपण देखिबे भारत रे बा ओडिसा रे मध्य गोटे स्कूल को उद्घाटन करबा हम देखि गोटे नवा स्कूल ए दीर्घ वर्ष उद्घाटन ही नहीं। किंतु एबे मु देखुथिली जे मद दुकानी मान को टेंडर देबा पई सब कलेक्टर तहसीलदार माने आखिरे कपड़ा बांधी कर कोन काटले? लॉटरी काढुथले।
ମୋର ପ୍ରିୟ ଭାଇ ଭଉଣୀ ମାନେ କି ଦୁର୍ଭାଗ୍ୟର କଥା ଭାବି ଦେଖନ୍ତୁ ଯେ ଆମେ ମଦ ମୁକ୍ତି କରିବା ପାଇଁ ଯାଉଛୁ ନା ମଦ ବିକ୍ରି କରିବାକୁ ଯାଉଛୁ। ସେ ମଦ ଖାଇଲେ କିଏ ଭଲ କଥା, ମଦ ଖାଇବା ଲୋକ ତ ଗଦ ପରା ତାର ଜାତି ମୂର୍ତ୍ତି ନଥିବ, ସେ ଚିହ୍ନିବ ବି ନାହିଁ। ଗତ ଦିନ ମାନଙ୍କର ଆପଣ ଗୋଟେ ଦେଖିଥିବେ ନ୍ୟୁଜ ଆସିଥିଲା, ଗୋଟେ ପୁଅଟା ମଦ ପିଇକି ଆସିଲା, ମଦ ପିଇ ଆସିଲା, ସେ ଘରେ କେହି ନାହାନ୍ତି, କେବଳ ତାର ମା ଥିଲା। ତା ମା ସହିତ ଶାରୀରିକ ସମ୍ପର୍କ ରଖିଛି ସେ ପୁଅଟା। ମାନେ ଭାବି ଦେଖନ୍ତୁ ଆହୁରି ଆମେ କେତେ ତଳକୁ ଯିବାର ଅଛି, ଆମର ସମାଜ ଆହୁରି କେତେ ତଳକୁ ଯିବ। ତେଲ ଭେଜାଲ, ଔଷଧ ଭେଜାଲ, ଖାଦ୍ୟ ପଦାର୍ଥ ଭେଜାଲ, ସବୁ ଡୁପ୍ଲିକେଟ। ଏ ସବୁ ଡୁପ୍ଲିକେଟ ଖାଇଲାରେ ମଣିଷ ଗୋଟେ ଅରିଜିନାଲ ଥିବ? ପ୍ରିୟ ଭାଇ ଭଉଣୀ ମାନେ ଏ ଡୁପ୍ଲିକେଟ ଖାଇବା ଲୋକ କୋଉଠି ଅରିଜିନାଲ ଥିବ? ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଜାଣିବା ପାଇଁ ଯେ ଆମେ ଯୋଉ ସମୟରେ ବାସ କରୁଛୁ ଏଟା ଭଲ ସମୟ ନୁହେଁ। ଆମମାନଙ୍କୁ କଣ କରାଯାଇଛି? ଗୋଟେ ସୁଯୋଗ ଦିଆଯାଇଛି। କଣ କରିବା ପାଇଁ? ସୁଯୋଗର ସଦ୍ବ୍ୟବହାର କରିବା ପାଇଁ। ସବୁବେଳେ ସୁଯୋଗ ନଥିବ ଭାଇ ଭଉଣୀ ମାନେ। ପରମେଶ୍ୱର କଣ କରନ୍ତି? ଯେତେବେଳେ ବି କାହାରିକୁ ଦଣ୍ଡ ଦେବା ପାଇଁ ଚାହାନ୍ତି, କୌଣସି ଦେଶ ବା ସମାଜ ବା ଜାତିକୁ ଦଣ୍ଡ ଦେବା ପାଇଁ ଚାହାନ୍ତି, ତା ପୂର୍ବରୁ ତାଙ୍କର ଦାସଙ୍କୁ ପଠାନ୍ତି। ତାଙ୍କ ଦାସ ମାନେ ଯାଆନ୍ତି ସେଠି। ନିନିବି ଦେଖନ୍ତୁ, ନିନିବି ପାପରେ, ମନ୍ଦତାରେ, ଭ୍ରଷ୍ଟତାରେ, ଦୁଷ୍ଟତାରେ ବୁଡି ଥିଲା। ସେ ନିନିବି ମାନେ ପ୍ରଭୁର ଲୋକ ନଥିଲେ, କିନ୍ତୁ ସେମାନଙ୍କ ଉପରେ ଦଣ୍ଡ ଆସିବା ପୂର୍ବରୁ ମଧ୍ୟ ପ୍ରଭୁ କାହାକୁ ପଠାଉଛନ୍ତି? ଜୋନସକୁ ପଠାଉଛନ୍ତି। ଜିରିମ୍ୟକୁ ପଠାଉନାହାନ୍ତି। ଜିରିମ୍ୟକୁ ପଠାଇଲେ କଣ ହବ? ଜିରିମ୍ୟ ସେ ଗାଁରେ ଯିବ ଆଉ ଲୋକର ଅବସ୍ଥା ଦେଖି ଛାତି ମାରି ମାରି କାନ୍ଦ ବସେ। ସେ କାନ୍ଦରା ପ୍ରଫେଟ ସେଟା। ଏବେ କାହାକୁ ପଠାଇଲେ? ଜୁନସକୁ। ଜୁନସ ବୋଲେ କେମିତି ଭାବବାଦୀ, ରିଗା ମୁଣ୍ଡା, ବିପି ଥିବା ଲୋକ। ସେ ସିଧା ଗଲା, ଆଜି ତାକୁ ମାଇକ୍ ଦରକାର ନାହିଁ, ଷ୍ଟେଜ ଦରକାର ନାହିଁ, କିଛି ଦରକାର ନାହିଁ। କାରଣ ଭାବବାଦୀ ମାନଙ୍କୁ ମାଇକ୍ ଦରକାର ନଥିବ, ଷ୍ଟେଜ ଦରକାର ନଥିବ, ଯୋଉଠି ଠିଆ ହେବେ ସେଟା ତାଙ୍କ ପାଇଁ ଷ୍ଟେଜ। ଚାଲିକରି ଗଲେ ଅଧ ବାଟ ଠିଆ ହେଇ କଲେ। 40 ଦିନ ପରେ ନିନିବି ଉତ୍ପାଟିତ ହେବା ପାଇଁ ଯାଉଛି। ଉତ୍ପାଟିତ ବୋଲେ କଣଟା? ଉଟକାଇ କରି ଫିଙ୍ଗବାଟା। ଉତ୍ପାଟିତ ମାନେ କଣ? ଆପଣ ଦେଖିବେ ଧାନ ବିଲରେ ଘାସ ଗଛ ହେଇଥିବ କି ନାହିଁ, ସେ ଘାସ କେମିତି ବାଟବେ, କେମିତି କରିବେ? ସିଧା ଘାସକୁ ଧରବେ, କିନ୍ଦ୍ରାଇବେ, ଚୁଟର ବାଲ ଧରିକରି ଉଟକାଇବେ, ଆରେ ବାହାରେ ଫୋପାଡିବେ। ଫୋପାଡ଼ିଲା ପରେ ତାକୁ କଣ କରିବେ? ଗଡେ ମାଡି କରି ବାସ୍ ତାକୁ କହିବେ ଉତ୍ପାଟନ ବୋଲି। ତ ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ ପ୍ରଭୁଙ୍କ ଦାସ ଭାବରେ କହିବା ପାଇଁ ଚାହେଁ, ଆଜିର ବାକ୍ୟ ଶୁଣିବା ସମୟରେ ଆମେ ସମସ୍ତେ ସଚେତନ ହେବା। ହୁଏତ ଏଟା ଶେଷ ସୁଯୋଗ ହେଇପାରେ। ୟା ପୂର୍ବରୁ ଆପଣ କେତେ ବାକ୍ୟ ଶୁଣିଛନ୍ତି? ମୁଁ କହୁଥିଲି ପ୍ରଭୁ ସମସ୍ତଙ୍କର ପ୍ରଭୁ ଅଟନ୍ତି। ସେ ସମସ୍ତ ପ୍ରଭୁ ବୋଲେ ସବୁର ପ୍ରଭୁ। ତମର ମାପରୁ ଅଲଗା, ମୋର ମାପରୁ ଅଲଗା କି? ଆପଣଙ୍କ ସୃଷ୍ଟିକର୍ତ୍ତା ଅଲଗା, ମୋର ସୃଷ୍ଟିକର୍ତ୍ତା ଅଲଗା କି? ଆପଣଙ୍କୁ ଜଣେ ବନେଇଛନ୍ତି, ମୋକେ ଭିନ୍ନ ଲୋକ ବନେଇଛନ୍ତି କି? ମାନେ ଆମେ ଭ୍ରମିତ ହଉଛୁ। ଯାର ଧାନ୍ଦା ସେ ଚଲେଇଛନ୍ତି। ଆମର ଭଗବାନ, ତମର ଭଗବାନ, ଆମର ପ୍ରଭୁ, ତମର ପ୍ରଭୁ ବୋଲେ ଗୋଟେ ପ୍ରଭୁ ଥିବେ। ସୃଷ୍ଟିକର୍ତ୍ତା ଜଣେ ଥିବେ, ଉଦ୍ଧାରକର୍ତ୍ତା ବି ଜଣେ ଥିବେ, ଆଉ ବିଚାରକର୍ତ୍ତା ବି ଜଣେ ଏକା ଥିବେ। ଆପଣଙ୍କର ମୋର ଉଦ୍ଧାରକର୍ତ୍ତା ଜଣେ। ଆମେ ଏଟା ଜାଣିନୁ। ଏଟା ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯାର ଧନ୍ଦାରେ ସେ। ମନେ ରଖିଥାନ୍ତୁ, ଯୀଶୁ ଖ୍ରୀଷ୍ଟିଆନ ମାନଙ୍କର ଭଗବାନ ନୁହନ୍ତି। ଯୀଶୁ ଖ୍ରୀଷ୍ଟିଆନ ମାନଙ୍କର ପ୍ରଭୁ ନୁହନ୍ତି। ସେ ସମୁଦାୟ ମାନବ ଜାତିର ସୃଷ୍ଟିକର୍ତ୍ତା ଆଉ ତ୍ରାଣକର୍ତ୍ତା ଅଟନ୍ତି। ସେ ସମସ୍ତ ମାନବ ଜାତିର, ସେ ସମସ୍ତ ମାନବ ଜାତି ପାଇଁ କ୍ରୁଶରେ ବଳିକୃତ ହୋଇଥିଲେ, କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ନୁହେଁ। ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରିବ ସେ ପାଇବ। କିଛି ନାହିଁ, ଖାଲି ବିଶ୍ୱାସ କରି ରକ୍ଷା ପାଇବା କଥା। କୌଣସି ଧର୍ମ ଆପଣଙ୍କୁ ରକ୍ଷା କରିପାରିବ ନାହିଁ। ପୃଥିବୀର କୌଣସି ଧର୍ମ, ଏପରିକି ଖ୍ରୀଷ୍ଟିଆନ ଧର୍ମ ବି ଆପଣଙ୍କୁ ରକ୍ଷା କରିପାରିବ ନାହିଁ। ଯଦି ରକ୍ଷା କରିପାରିବେ, କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ରକ୍ଷା କରିପାରିବେ। ଆଉ ସେ ଖ୍ରୀଷ୍ଟିଆନ ଧର୍ମର ନୁହନ୍ତି। ସେ ସମୁଦାୟ ମାନବ ଜାତିର ସୃଷ୍ଟିକର୍ତ୍ତା ଆଉ ସେ ତ୍ରାଣକର୍ତ୍ତା ଅଟନ୍ତି। ଆଉ ଏବେ ସେ ବିଚାର କରିବା ପାଇଁ
ଆସୁଛନ୍ତି। ମୁଁ କାହାଣୀ କହୁନାହିଁ ପ୍ରିୟ ଭାଇ ଭଉଣୀ ମାନେ, ମୁଁ କାହାଣୀ କୁହେ ନାହିଁ, ଯାହା ଲେଖା ହେଇଛି ସେଟା କୁହେ। ମୁଁ କାତାନି କୁହେ ନାହିଁ, ହେଦେ ପୁନି ସେଦେ ପୁନି ଏମିତି ହେଲା ପୁନି ହଁ ଆ ପୁନି ଓଏ ହଁ ଆ ବୋଲବାଟା ମୋର କାମ ନାହିଁ। ସେଟା ଲେଖା ହେଇଛି, ସିଧା ସିଧା କହିବି, ରୋକେ ରୋକେ କହିବି, ମୋର ଖାମ ଆକା ସେଟା। ପ୍ରିୟ ମାନେ, ଆମେ କାହାକୁ ଫୁସଲାଉନୁ, କାହାକୁ ଫୁସଲାଇ କରି ଖ୍ରୀଷ୍ଟିଆନ କରୁନୁ। ଲୋକମାନେ କଣ କହୁଛନ୍ତି, ନାଇଁ ଏମାନଙ୍କୁ ଚାଉଳ ଦେଇ ଖ୍ରୀଷ୍ଟିଆନ କରୁ। ଚାଉଳ ଦେଇ ଯଦି ଖ୍ରୀଷ୍ଟିଆନ କରତେ, ଚାଉଳ ତ ନେଲୁ, ଖାଇଲୁ, ହାଗି ଦେଲୁ, ଜିରିଗଲା, ଛିଡ଼ିଗଲା, ସତକିରି ସେ ମାପୁରକୁ ଛାଡ଼ି ଦେତୁ ନାଇଁ। ନାଇଁ ଯଦି ଡାବୁ ପାଇଁ ଖ୍ରୀଷ୍ଟିଆନ ହେଇଥାନ୍ତୁ, ଡାବୁ ବି ତ ସରିଲା হবে କି ନାଇଁ। ଯଦି ପଇସା ପାଇଁ ଖ୍ରୀଷ୍ଟିଆନ ଲୋକ ହେଇଥାନ୍ତେ ବୋଲେ, ପ୍ରିୟ ଭାଇ ଭଉଣୀ, ଯେଉଁମାନେ 5,000 ଟଙ୍କା ପାଇଁ ବାଏ ବାଏ ବୁଲୁଛନ୍ତି କି ନାଇଁ, ଆଧାର କାର୍ଡ ଏ କାର୍ଡ ସେ କାର୍ଡ ଧରିକରି ଏନେ ପଲା ପଲା ମିଳିଲା କି ଭଉଣୀ, ମିଳିଲା ତମକୁ, ମିଳିଲା କିରି, ମିଳୁଛି, କେବେ ମିଳିବ, ସରକାର କେବେ କହିଲେ। ଏବେ ଦେଖ ବାର୍ଦ୍ଧକ୍ୟ ଭତ୍ତା ମିଳିବ କି ନାହିଁ। ଲୋକମାନେ ଭାବୁଛନ୍ତି କଣ, ବାର୍ଦ୍ଧକ୍ୟ ଭତ୍ତା ବୋଲେ ଏ ବୁଢା ବୁଢୀ ସର୍ଦ୍ଦାର ନେଇ ଖାଉଛନ୍ତି ବୋଲି। ନାଇଁ, ଅନେକ ବୁଢା ବୁଢୀ ମାନେ ଦେଖିବେ ଏ ବାର୍ଦ୍ଧକ୍ୟ ଭତ୍ତାର ଦୟାରେ ବଞ୍ଚୁଛନ୍ତି। ପୁଅ ଝିଅ ତ ପଚାରୁ ନାହାନ୍ତି। ବାପା ମା 5ଟା ଲେଖା ପୁଅ ଝିଅର ଯତ୍ନ ନେଲେ, କିନ୍ତୁ ଏବେ ପୁଅ ଝିଅ ପଚାରୁ ନାହାନ୍ତି। ଏ ବୁଢା ବୁଢୀ ମାନେ ସେ 5 କେଜି ଚାଉଳ, 5 କେଜି 10 କେଜି ଚାଉଳ ଆଉ ଏ ଯୋଉ ବାର୍ଦ୍ଧକ୍ୟ ଭତ୍ତା ତାର ଦୟାରେ ବଞ୍ଚୁଛନ୍ତି। ସରକାର କଣ କହୁଛନ୍ତି, ନାଇଁ ଏବେ ଦେଇ ହେବ ନାହିଁ। ତାମାନେ କଣ ଦେଖିବେ, ଅନେକ ବୁଢା ବୁଢୀ ପଟ ମରିଯିବେ ସେମାନେ। ଆଉ ମନେ ରଖିଥାନ୍ତୁ, ପଇସା ନାହିଁ, ଆଗ ଏମାନଙ୍କୁ ପଇସା ଦିଅ, ଆଗ ବୁଢା ବୁଢୀକୁ ଦିଅ, ସେମାନଙ୍କ ଯତ୍ନ ନିଅ। ସେମାନେ କଣ ଭାବୁଛନ୍ତି, ଏ ବୁଢା ବୁଢୀ ଥିଲେ କେତେ, ନଥିଲେ କେତେ, ମରିଗଲେ ହେଇଗଲା ବୋଲିକରି। ଆମେ ସ୍କୁଲରେ ପଢିଲା ବେଳକୁ ଆମର ଗୋଟେ ପାଠ ଥିଲା, ଯେମାନେ ମୋର ସମବୟସ୍କ ପଢିଥିବେ, where there is no old man ବୋଲି ଥିଲା ଗୋଟେ। କଣଟା, where there is no old man, ମାନେ ଯୋଉ ଦେଶରେ କେହି ବୁଢା ଲୋକ ନଥିଲେ, ରାଜା କହିଲେ ଏ ବୁଢା ମାନେ ବଞ୍ଚିକରି କି ଲାଭ, ଏମାନଙ୍କୁ ମାରିଦିଅ। ସବୁ ବୁଢା ବୁଢୀକୁ ମାରିଦେଲେ। ଗୋଟେ ପୁଅ ତାର ବାପାକୁ ପ୍ରେମ କରୁଥିବାରୁ ସେ ଲୁଚାଇ କରି ରଖିଲା, ସେ ମାରିଲା ନାହିଁ। ଦେଶର ଦୁର୍ଭିକ୍ଷ ହେଲା, ଲୋକମାନେ କଷ୍ଟ ପାଉଛନ୍ତି। ଏ ପୁଅର ମୁହଁ ଶୁଖି ଯାଇଛି। ବାପା ପଚାରିଲେ, କଣ ହେଲା ବାବୁ? ନାଇଁ ବାପା, ତୁମେ ତ ବାହାରେ କଣ ହଉଛି ଜାଣିନ, ଘରେ ଲୁଚିକି ରହୁଛ, ମୁଁ ଲୁଚାଇକି ରଖିଛି, ଦେଶର ଦୁର୍ଭିକ୍ଷ ପଡିଛି। ବାପା କହିଲେ କି ଚିନ୍ତା କରନେ ବାବୁ, ଏଟା କୋଉ ସିଜନ ଚାଲିଛି ନା, ବର୍ଷା ପାଖେଇ ଆସୁଛି, କଣ କରିବୁ, ରାଜା ଘରକୁ ଯୋଉ ରାସ୍ତା ଯାଇଛି ସେ ରାସ୍ତାରେ ତୁ ହଳ କରିଦେଇଥା, ଟିକେ ହଳ କରିଦେଇଥା। କଣ ପାଇଁ ବାପା? ତୁ କରିଥା କି ନା, ରାଜା ଘରକୁ ଯୋଉ ଶସ୍ୟ ଯାଉଥିଲା, ସେ ଶଗଡ଼ରୁ ସବୁ କଣ ପଡୁଥିଲା, ସେ ଶସ୍ୟ ଗୁଡାକ ତଳେ ପଡୁଥିଲା, ଧାନ, ମାଣ୍ଡିଆ, ଗହମ, କାନ୍ଦୁଲ ସବୁ ପଡୁଥିଲା କି ନାଇଁ, ସେଟା ଗଜା ହେଲା, ସେଟା କାଟି ଆଣି ପିଲା କହିଲେ ଦେଶରେ ତୋର ଦୁର୍ଭିକ୍ଷ ଅଛି, ଏ ପିଲା କେମିତି ଭଲରେ ଚଳିଲା। ପରେ ତାକୁ ଧରି ଆଣିଲେ, ସେ ଡରି ଡରି କହିଲା, ସାର୍ ମହାରାଜ, ମୋର ବାପାକୁ ମୁଁ ଲୋଭ କଲି, ଆଜି ମୁଁ ଲୁଚାଇ କରି ରଖିଲି, ସେ ଆକା ମତେ ଆଇଡିଆ ଦେଲେ। ସେଦିନ ରାଜାର ଆଖି ଖୋଲିଲା ଯେ ବୁଢା ମାନଙ୍କର କେତେ ଆବଶ୍ୟକ ଅଛି, ବୁଢା ବୁଢୀ ମାନଙ୍କର। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମ ଡକରା ପର ସବୁ ନିର୍ବୁଦ୍ଧିଆ ନାହିଁ, ଭଲ ବୁଢା ବୁଢୀ ମିଶା ଅଛନ୍ତି, ଭଲ ବୁଢା ବୁଢୀ ବି ଅଛନ୍ତି। ଆଉ ମନେ ରଖିଥାନ୍ତୁ, ଆପଣଙ୍କ ଘରେ ଯୋଉ ବୁଢା ବୁଢୀ ମାନେ ଅଛନ୍ତି, ସେତିକି ଯାଏ ତମର ମଙ୍ଗଳ ଅଛି। ଯୋଉ ଦିନ ସେମାନେ ମରଲେ, ତମର ଦୁର୍ଗତି ଷ୍ଟାର୍ଟ। କାରଣ ବୁଢା ବୁଢୀ କିଛି ନ କଲେ ଘରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ପୁଅକୁ ଆଶୀର୍ବାଦ କର, ମୋର ନାତୁଣୀକୁ ଆଶୀର୍ବାଦ କର, ଝିଅକୁ ଆଶୀର୍ବାଦ କର, ମୋର ଜ୍ୱାଇଁକୁ ଆଶୀର୍ବାଦ କର। ଆମେ ଭାବୁଛୁ ଭୋଜ ବୋଲି କରି, ନାଇଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟ ଦେଖନ୍ତୁ, ଯଦି ସେରେଲାକ୍ ଯଦି ଡୁପ୍ଲିକେଟଟା ଆସିବ ବୋଲେ, ବାକି ଲୋକର କଥା କବି ଛାଡ଼ବେ। ସେରେଲାକ୍ ଡୁପ୍ଲିକେଟଟା, ଆମେ ଜୀବନ ବଞ୍ଚାଇବା ପାଇଁ ଯୋଉ ଭ୍ୟାକ୍ସିନ ନେଲୁ କି ନାହିଁ, କରୋନା ଭ୍ୟାକ୍ସିନ, ସେଟା ପୁଣି ଡୁପ୍ଲିକେଟଟା। ଆମେ ବାୟା ବିକଲେ ବଞ୍ଚିବୁ ବୋଲି ନେଲୁ, ଏବେ ଅର୍ଧା ମରଲେ ବି ଅର୍ଧା ମରବାକୁ ରେଡି ହେଇଛୁ। ଆମେ ଯେତିକି ନେଇଛୁ କି ନାହିଁ, କେତେବେଳେ ପୁଟପାଟ ମରବୁ ଜାଣନି, ଜନସଂଖ୍ୟା ବି କଣ୍ଟ୍ରୋଲ କରିବାର ଅଛି କି ନାହିଁ। ତ ପ୍ରିୟ ଭାଇ ଭଉଣୀ ମାନେ, ଆଗାମୀ ସମୟ ଆପଣ ଦେଖିବେ ପୃଥିବୀର ପରିସ୍ଥିତି ଭଲ ନଥିବ। ଏବେ ଯେ କରି ବୁଲଛୁ ଝେଣ୍ଡା ଧରି କରି, ସବୁକୁ ଗ୍ୟାସ ଦରକାର ହେଲା। ପ୍ରିୟ ଭାଇ ଭଉଣୀ ମାନେ, ସବୁକୁ, ସେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ସେ କୋଉ ଜାତି, ସବୁକେ ଗ୍ୟାସ ଦରକାର, ସବୁ ପାଇଁ ଗ୍ୟାସ ରେଟ୍ ବଢିଛି। ଏବେ ତେଲ ମିଳୁ ନାହିଁ, ଏବେ କଣ କରୁଛନ୍ତି,
ଚାର୍ଜ କରିବା ଗାଡ଼ି ଦରକାର ପୁଣି ବ୍ୟାଟେରୀ ଗାଡ଼ି ପୁଣି କିଣିବାର ଅଛି। ଡାବୁ ତ ଘରେ ଗାଦା ଗାଦା ପ୍ରିୟ ମାନେ ଆମର ବୁଢା କିଛି ବୋଲି କହୁଥିଲା ସୁନା ଘେନ ନାହିଁ, ସୁନା ଘେନିଲା ପରା ଦିଶୁଛୁ ତ କେବେ ଚାଉଳ ମିଳିବ ଆମେ ଜାଗି ଥାଉଛୁ, ଆମେ ସୁନା ଘେନିଲା ପରା ଦିଶୁଛୁ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଗକୁ ଦେଖନ୍ତୁ ପରିସ୍ଥିତି ସବୁ କଣ ହେବା ପାଇଁ ଯାଉଛି। ଏବେ ସୁଯୋଗ ଅଛି, ଜୀବନ ସଜାଡ଼ନ୍ତୁ। ପୃଥିବୀ ଉପରେ ବିପତ୍ତି ଆସିବା ପୂର୍ବରୁ ପରମେଶ୍ୱର ସମସ୍ତଙ୍କୁ ସୁଯୋଗ ଦିଅନ୍ତି ଜୀବନ ସଜାଡ଼ିବା ପାଇଁ। ମୁଁ କହୁଥିଲି ଆପଣମାନଙ୍କୁ ପ୍ରିୟ ଭାଇ ଭଉଣୀ ମାନେ ଯେ ନିନିବିକୁ ବିନଷ୍ଟ କରିବା ପୂର୍ବରୁ ପ୍ରଭୁ କଣ କରୁଛନ୍ତି, ଜୋନସକୁ ପଠେଇଲେ, ଜୋନସକୁ ପଠେଇଲେ। ନହେଲେ ଦେଖନ୍ତୁ ଏ ଜୟପୁର ମୋର ଘର, ବେଶୀ ଦୂର ବି ନାହିଁ ହେଲା, ଜୟପୁର ମୋର ଘର। ଫାର୍ଷ୍ଟ ଟାଇମ ଆସିଛି ଏଠି ଏ ନାରୀ ଗାଁ ଏ ଚୋରାମୁଲା। ମୁଁ ପଚାରିଲି ଚୋରାମୁଲା କୋଉ ବାଟେ, ସେ ଗୋଟେ କହିଲା ମୁଲା ଜାଣିଛି ବାବୁ, ଚୋରାମୁଲା ମୁଇଁ ଚୋରାମୁଲା ବୋଲେ ଚୋରି ଆଣିଲା ମୁଲା କି ବୋଲି ନାଇଁ ନାଇଁ ଗାଁ ନା ଚୋରାମୁଲା, ଚୋରାମୁଲା ନାରୀ ଗାଁ ଇଠି ମୋର ଘର। ପ୍ରଭୁ ଏବେ ପଠାଇଛନ୍ତି କଣ ପାଇଁ, ସିଟି ଭିତର ଲୋକ ଅଛନ୍ତି ବୁଝାଇ କରି ଆସିଥା, ଅଲପ କହିଥା ସେମାନେ ସୁଯୋଗ ଅଛି, ବଦଳି ଯାଆନ୍ତୁ, ପରିବର୍ତ୍ତନ ହେଇଯାଆନ୍ତୁ, ଏଟା ପାଇଁ ପ୍ରଭୁ ପଠାଇଛନ୍ତି ମତେ। ମୋର ପ୍ରିୟ ଭାଇ ଭଉଣୀ ମାନେ ଆଗକୁ କେତେ ସୁଯୋଗ ଥିବ ଆମେ ଜାଣିନୁ। ସୁଯୋଗ କେତେବେଳେ ଯାଇଥାଏ, ଯେତେବେଳେ ଫୁଣ୍ଡା କଥାର କଣ, जब तक सांस है तब तक आसे, श्वास थिबा जाए ହିଁ ଆଶା ଅଛି। ଆମେ କଣ କରୁଛୁ, ଶ୍ୱାସ ଥିଲା ବେଳେ ନହେଲା ବୁରୁବୁଟି କରୁଛୁ, କରିବା କଥା ନା କରୁଛୁ। ଆମେ ସୁଯୋଗ ଅଛି ବୁଝାச்சு, ଏ ବାବୁ ପି ନାହିଁ ରେ ବାବୁ ପି ନାହିଁ, ପିଲେ କିସ ହବ, ହଁ ପିଲେ କିସ ହବ। ଏବେ ଦୁଇଟା କିଡନୀ ଗଲା, କଥା ମାନିଥିଲେ ହେତାବେ, ଏବେ ହେତାବେ ବୋଲି କିସ ବାରି କଣ ହବ। ସୁଯୋଗ ଥିଲା ବେଳେ ସୁଧରଲା ନାହିଁ। ଏବେ ପୁଅ ଝିଅ ମାନେ ବାହା ହେବା ପୂର୍ବରୁ ଭାବି ଚିନ୍ତି ବିବାହ ହେବ, ନାଇଁ ମୁଁ ତାଙ୍କୁ ଆକା ବିବାହ ହେବି, ତାଙ୍କର ବିନା ବଞ୍ଚି ପାରିବି ନାହିଁ। ପରେ ବିବାହ ହେଲା ପରେ କୁଟକୁଟା ମାଡ଼ ଖାଇବ, ପଛେ କାନ୍ଦିଲେ କଣ ହବ। ଅନେକ ଲୋକ ବସି ଅନୁତାପ କରୁଛନ୍ତି। ଦେଖିଦେଲେ କଣ, ନାଇଁ ସଲମାନ ଖାନ ପରା ଅଛି, ବିବାହ ହେଲେ କୁଟକୁଟା ମାଡ଼ ଖାଉଛନ୍ତି। ସଲମାନ ଖାନ ର କାମ କିଛି ନାହିଁ, ମାରବ ରିସା ହେଲେ ବାନେନ ବୁନା ବେଟବ ଆରେ କୁଟକୁଟା, ସେଟା ପାଇଁ ବାପଟା ବିବାହ ମିଶା ହେଇପାରି ନାହିଁ। ତା ଏବେ ଯେ ଡୋଗରା ହେଇଗଲା ବେ 60 ବର୍ଷ ହେଲାଣି ବିବାହ ହେଇନାହିଁ। ତା ଏମାନଙ୍କ ସଲମାନ ଖାନ ଦରକାର। କେତେ ଭଉଣୀ ମାନେ ବିବାହ ହେଇଛନ୍ତି କଣ, ସେ ସ୍ୱାମୀ ପୁଡ଼ିଆ ଖାଉଛି, ଗନ୍ ଥମନାକ ବିବାହ ହେଇଛନ୍ତି। ଯେତେବେଳେ ପ୍ରସ୍ତାବ ଆଇଲା ସେତେବେଳେ ମନା କରବାର ଥିଲା, ଏ ପୁଡ଼ିଆ ଖାଉ କେ ମୁଇଁ ବିବାହ ହେବି ନାହିଁ, ଚଲିଲା କଥା। ଝିଅ ମାନେ କଣ ବୋଲି କହେ, ଏଲୋ ତୋର ଭାଗ୍ୟ ଭଲ, ସରକାର ଚାକରି କରୁଛି, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ 70,000 ଲାଖ ଦରମା ପାଉଛି, ବିବାହ ହେଲେ ରାଣୀ ପାରା ଥିବୁ। ମଦୁଆକୁ ବିବାହ କେ ରାଣୀ ପାରା ଥିବ, ନାଇଁ ମଦୁଆ ସ୍ତ୍ରୀ କୋଉଠି ରାଣୀ ପାରା ଥିବ। ସେ ମଦୁଆ ମଦ ପିଇ ଆସିବ, କୁଟକୁଟା ମାଡ଼ ଖାଇକରି ସୁନା ବାଣ୍ଡା ଓଲା ହେଇକରି ପାଟ ଶାଢ଼ୀ ପିନ୍ଧି ବାଙ୍ଗଟା ଭେନି ବୁଲି ବୁଲି କିଏ କହିଲା। ପ୍ରାର୍ଥନା କରବ ଗୋଟେ ଭଲ ପ୍ରସ୍ତାବ ଆସିଲେ ବିବାହ, ସୁଯୋଗ ଅଛି, ବିବାହୀନ ସୁଯୋଗ ଅଛି। ବାହା ହେଲା ଲୋକ କି ସୁଯୋଗ, ତା କି ସୁଯୋଗ ଅଛି କି ନାହିଁ, ଆସଲ ସୁଯୋଗ ନାହିଁ। ଏବେ ଆମେ ବଞ୍ଚିଛୁ, ଆମ ପାଇଁ ସୁଯୋଗ ଅଛି। କଣ କରିପାରିବା, ଆମ ଜୀବନକୁ ସଜାଡ଼ି ପାରିବା, ଆମ ଚରିତ୍ରକୁ ସଜାଡ଼ି ପାରିବା, ଆମ ସ୍ୱଭାବକୁ ସଜାଡ଼ି ପାରିବା। ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ, ମନ୍ଦ କାଳରେ ବାସ କରୁଛୁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଯେତେବେଳେ ନୋହ ଜାହାଜ ବନାଉଥିଲେ, ନୋହ ଜାହାଜ ବନାଉଛନ୍ତି, ଲୋକମାନେ ପଚାରୁଛନ୍ତି ମାମୁଁ କିସଟା ବନାଉଛ, ନା ରେ ବାବୁ ଜାହାଜ ବନାଉଛି, କିସ ପାଇଁ ବନାଉଛୁ, ନାଇଁ ମାମୁଁ ଦେ ପୃଥିବୀ ଯାକ ପଡ଼ି ଜଳ ପ୍ଲବନ ହବ, ପୁରା ପୃଥିବୀ ବୁଡ଼ିଯିବ। ଡୋକରା ବାୟା ହେଲା, ହଉ ହଉ ବନା ବନା ବନା, ହଁ ବନା ଯାଉଛି ବୋଲି ପଳାଇଲେ। ମାନେ ସବୁ ଥଟ୍ଟା ପରିହାସ କରୁଛନ୍ତି। ଏଟା ସେତେବେଳେ ପର୍ଯ୍ୟନ୍ତ ବୃଷ୍ଟି ହେଇନାହିଁ, ବୃଷ୍ଟି ହେଇନି। ଆପଣ ମସ୍ତ ଖୋଲନ୍ତୁ ଦେଖିବେ, ଦ୍ୱିତୀୟ ପିତର 2 ପର୍ବ, ଦ୍ୱିତୀୟ ପିତର 2 ପର୍ବ 5 ପଦ। ସେ ପୁରାତନ ଜଗତକୁ ମଧ୍ୟ ସେ ପୁରାତନ ଜଗତକୁ ଛାଡ଼ିଲେ ନାହିଁ, ପୁରାତନ ଜଗତକୁ ବି ଛାଡ଼ିଲେ ନାହିଁ, କିନ୍ତୁ କେବଳ ଧର୍ମ ପ୍ରଚାରକ କେବଳ ନୋହଙ୍କୁ ଧର୍ମ ପ୍ରଚାରକ ନୋହଙ୍କୁ
ଅନ୍ୟ 7 ଜଣ ଅନ୍ୟ ସହିତ 7 ଜଣ ସହିତ ରକ୍ଷା କରି ରକ୍ଷା କରି ଧର୍ମଭ୍ରଷ୍ଟ ଜଗତରେ ଧର୍ମଭ୍ରଷ୍ଟ ଜଗତରେ କଣ କଲେ? ଜଳପ୍ଲାବନ ଘଟାଇଲେ। ଜଳ ପ୍ଲାବନ ଘଟାଇଲେ। କାହାକୁ? ଧର୍ମ ପ୍ରଚାରକ ନୋହକୁ। ଏପଟେ କଣ କରୁଛନ୍ତି? ନୋହ ପ୍ରଚାର କରୁଛନ୍ତି, ୟାରେ ଜାହାଜ ବନାଉଛନ୍ତି, ପ୍ରଚାର ଚାଲିଛି, ଜାହାଜ ବନା ଚାଲିଛି। ଯୋଉଦିନ ଜାହାଜ ବନା ସରିଲା, ପ୍ରଭୁ ଆସିଲେ ଆଉ କହିଲେ ନୋହ କେମିତି? ନାଇଁ ପ୍ରଭୁ, ଜାହାଜ ବନା ସରିଗଲା, ହେଲେ ତୁମେ ସମସ୍ତଙ୍କୁ ପ୍ରବେଶ କର, ଆଉ ତୁମେ ପରିବାର ସହିତ ମଧ୍ୟ ପ୍ରବେଶ କର। ତାରପରେ ମୁଁ କଣ କରିବି? ଦ୍ୱାର ବନ୍ଦ କରିଦେବି। ନୋହ କହିଥିବେ, ପ୍ରଭୁ ଏଡେ ବଡ଼ ଜାହାଜ ଏକଲା ବନାଇଲି, ଆପଣଙ୍କୁ ସାହାଯ୍ୟ ମିଶା ମାଗଲି ନାହିଁ, ଦୂତମାନଙ୍କୁ ପଠା ବୋଲି କହିଲି ନାହିଁ, କାହାର ସାହାଯ୍ୟ ମାଗଲି ନାହିଁ, ମୁଁ ଏକଲା ବନାଇଲି ଜାହାଜ। ପ୍ରଭୁ ଏ ଦ୍ୱାର ବନ୍ଦ କରିପାରିବି କି ନାହିଁ? ପ୍ରଭୁ ସେ ଦ୍ୱାର ବନ୍ଦ କରିବା ପାଇଁ ତୁମେ ଆସ ନାହିଁ ରାଜା, ମୁଁ ଏକା ବନ୍ଦ କରିଦେବି। ପ୍ରଭୁ କହିଥିବେ, ବାବୁରେ ଜାହାଜ ବନାଇବା କାମ ତୋରଟା, ଦ୍ୱାର ବନ୍ଦ କରିବା କାମଟା ମୋରଟା। ପ୍ରିୟ ଭାଇ ଭଉଣୀ ମାନେ, ଆଜି ମଧ୍ୟ ସେ ଜାହାଜ ନିର୍ମାଣ ଚାଲିଛି। ସେ ଜାହାଜ କଣଟା? ଚର୍ଚ୍ଚ। ଉଦ୍ଧାରର ରାସ୍ତା ସେଇଟା। ଲୋକମାନେ ପରିବର୍ତ୍ତନ ଆସୁଛନ୍ତି, ପରିବର୍ତ୍ତନ ଆସୁଛନ୍ତି। ଏବେ ଦେଖନ୍ତୁ ଲୋକମାନଙ୍କୁ, ଗାଁରେ ଜଣେ ମଦ ପିଉଥିବ, କୁକୁଡ଼ା ମଦ ପିଉଥିବ, ଜୁଆ ଖେଳୁଥିବ, ସ୍ତ୍ରୀକୁ ପିଟୁଥିବ, ଗଞ୍ଜେଇ ଖାଉଥିବ, ପୁଡ଼ିଆ ଖାଉଥିବ, ପାପ କରୁଥିବ, ତାକୁ କିଛି କହିବେ ନାହିଁ, କିଛି କହିବେ ନାହିଁ। ଯୋଉଦିନ ସେ ମଦ ଛାଡ଼ିଦେଲା, ଜୁଆ ଛାଡ଼ିଦେଲା, ବ୍ୟଭିଚାର ଛାଡ଼ିଦେଲା, ଆରି ଚୋରି କରିବା ଛାଡ଼ିଦେଲା, ସବୁ ଛାଡ଼ି ଭଲ ପଡ଼ିଗଲା, ଖ୍ରୀଷ୍ଟିଆନ ହେଇଗଲା, କଣ କହିବେ? ଏଇ ତାର ଜାତି ପଲାଇଲା। ଆଗେ କି ଜାତି ଥିଲା? ମଦୁଆର, ଏ ଗନ୍ଥମନାର କି ଜାତି ଥିଲା? ଆଗ ତ ପଶୁ ଭଳିଆ ବଞ୍ଚୁଥିଲା, ମଦ ଖାଉଥିଲା, ବ୍ୟଭିଚାର ଥିଲା, ସ୍ତ୍ରୀକୁ ପିଟୁଥିଲା, ପାପରେ ଥିଲା। ଏବେ ସେ ଛାଡ଼ିକରି ଭଲ ପଡ଼ିଲା, କଣ କରୁଛନ୍ତି? ଜାତି ପଲେଇଲାକୁ ଗାଁରୁ ବାହାର କରିଦିଅ। ଆଗେ କି ଜାତି ଥିଲା? କୋଉ ଜାତି ଥିଲା ଭାଇ ଭଉଣୀ ମାନେ? ମୁଁ କାହିଁକି କହୁଛି, ଅନେକ ଲୋକ ଅଛନ୍ତି, ଆମେ ଭଲ ପଡବାଟା ତାଙ୍କୁ ଭଲ ଲାଗୁନାହିଁ। କେଉଁମାନେ ସେମାନେ? ଲୋକମାନେ ଭଲ ପଡବାଟା ସେମାନଙ୍କୁ ଭଲ ଲାଗୁନାହିଁ, ଭଲ ଲାଗୁନାହିଁ। ପ୍ରିୟମାନ, ଯେତେବେଳେ ଜଣେ ଲୋକ ଖ୍ରୀଷ୍ଟିଆନ ହଉଛି, ସେ ସବୁ କୁକର୍ମ ଛାଡୁଛି, ଅସାଧୁ କାମ ଛାଡୁଛି। ଆଉ ମନେ ରଖିଥାନ୍ତୁ, ଯେ ମଦ ପିଉଛି ସେ ଖ୍ରୀଷ୍ଟିଆନ ନାହିଁ। ମଦ ପିଇବା ଲୋକ ଖ୍ରୀଷ୍ଟିଆନ ନାହିଁ, ଜୁଆ ଖେଳିବା ଲୋକ ଖ୍ରୀଷ୍ଟିଆନ ନାହିଁ, ପୁଡ଼ିଆ ଖାଇବା ଲୋକ ଖ୍ରୀଷ୍ଟିଆନ କି? ଖ୍ରୀଷ୍ଟିଆନ ନାହିଁ। ଚୋରି କରିବା ଲୋକ ଖ୍ରୀଷ୍ଟିଆନ ନାହିଁ, ଖ୍ରୀଷ୍ଟିଆନ ଚୋରି କରେ ନାହିଁ, ଖ୍ରୀଷ୍ଟିଆନ ମଦ ପିଏ ନାହିଁ, ଖ୍ରୀଷ୍ଟିଆନ ବ୍ୟଭିଚାର କରେ ନାହିଁ, ଖ୍ରୀଷ୍ଟିଆନ ଅସାଧୁ କାମ କରେ ନାହିଁ। ଏବେ କଣ? ସେ ମଦ ଦୋକାନରେ ସବୁ ଯାଇ ପିଉଛୁ ତ ଖ୍ରୀଷ୍ଟିଆନ ବି କେ ଜଣା ପଡୁନାହିଁ। ଆପଣ ଚର୍ଚ୍ଚରେ କଣ କରୁଛନ୍ତି ବଡ କଥା ନାହିଁ, ଆପଣ ବାହାରେ କେମିତି ଜୀବନ କାଟୁଛନ୍ତି ବଡ କଥା। ଆମେ ହଉଛୁ ଜଗତର ଜ୍ୟୋତି, ଆମେ ହଉଛୁ ଜଗତର ଲବଣ। ଆମେ ସେମିତି ଜୀବନ ନ କାଟି କଣ, ଜଗତ ଯୁଆଡେ ଯାଉଛି ଆମେ ବି ସିଆଡେ ଯାଉଛୁ। ମୋର ପ୍ରିୟ ଭାଇ ଭଉଣୀ, ନୋହ କାହିଁକି ରକ୍ଷା ପାଇଲେ? ନୋହଙ୍କର ପରିବାର କାହିଁକି ରକ୍ଷା ପାଇଲେ? କାରଣ ଜଗତ ଯୁଆଡେ ଯାଉଛି ନୋହ ସିଆଡେ ଯାଉନାହାନ୍ତି, ନୋହ ଆଉ ଗୋଟାରେ ଯାଉଛନ୍ତି। ଆପଣ ମାନେ କହିବା ପାଇଁ ଚାହେଁ, ଜଗତ ଯୁଆଡେ ଯାଉଛି ଯାଉ, କିନ୍ତୁ ଆପଣ ଜଗତ ପଥରେ ଯାଆନ୍ତୁ ନାହିଁ। ଏ ମଲା ମାଛ ଆଉ ଜିଅନ୍ତା ମାଛ ଭିତରେ ଫରକ କଣ? ମଲା ମାଛ କଣ କରେ? ପାଣି ସହିତ ବଳି ଯାଏ, ପାଣି ସହିତ ଭାସି ଯାଏ। ଜିଅନ୍ତା ମାଛ କଣ କରେ? ଏ ପାଣିକୁ ଚିରି କରି ହେମଲାଏ ହେମଲାଏ ଉପର ବାଟ ଉଠି ବସେ। এটা হচ্ছে জিয়ন্তা লোকর চিহ্ন। এটা জিয়ন্তা লোক। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କର ସୁନ୍ଦର ଅବକାଶ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ, ଆମର ଜୀବନକୁ ଚିନ୍ତା କରି ଦେଖିବା ପାଇଁ। ସୁଯୋଗ କେତେବେଳେ ଯାଇଥିବ, ଶ୍ୱାସ ବାୟୁ ଥିବା ଯେ ସୁଯୋଗ, ଏ ଶ୍ୱାସ ବାୟୁ କେବେ ବନ୍ଦ ହବ ଜଣା କି? ଆମେ କ'ଣ କହୁଛୁ? ଏବେ ମୁଇଁ ମରବି ନାହିଁ, ତା ମୁଇଁ ବଞ୍ଚିବି, ତା ମତେ କି ବୟସ ହେଇଛି ଯେ ମତେ କିଛି ବୟସ, ମରବା ପାଇଁ ବୟସ ଦରକାର ନାହିଁ, ପାଇଁ ବୟସ ଦରକାର ନାହିଁ, ମରିବା ପାଇଁ ବୟସ ଦରକାର କି ନାହିଁ? ମା ପେଟରେ ଥାଇ ମଧ୍ୟ ମରି ହେବ, ହବ ନା ନାହିଁ? ମା ପେଟରେ ଥାଇ ବି ମରି ହେବ। 9 ମାସ ପୁରା ହେବ, ଜନ୍ମ ହେବା ଦିନେ ମଲା ପିଲା ଜନ୍ମ ହେବ। ବଞ୍ଚିଲା ମାନେ ଡେଲିଭରି ହେବ ଭଲ ପିଲା, ତାରପରେ ମରବ ନାହିଁ। ଡେଲିଭରି ହେଲା ବେଲେ ଭଲ ଥିଲା, ପାଛେ କେମିତି ହିଁ ମରିଗଲା। କେବେ ମରବ? ରେଙ୍ଗସଲା ବେଲେ ମରବ। କେବେ ମରବ? ହିଣ୍ଡଲା ବେଲେ ମରବ। କେବେ ମରବ? କଲେଜ ପଢିଲା ବେଲେ ମରବ।
विवाह दिन भी मरब चाकरी कला बेले मरब जो दिन घर प्रतिष्ठा थी से दिन मिशा मरवा बयस ना आमे कहीं जन्म होइछु आमे जन्म होइछु मरिबा सबू मरिबा प्रिय माने सबू जन्म होइछु मरवा किंतु मरिबा पूर्व सुजोग अच्छी जीवन सजाड़ा चरित्र सजाड़ा स्वभाव सजाड़ा गतिविधि को सजाड़ा समस्त कहवाई चाहे आमर आदिवासी लोक मैंने आमर लोक मुझे तो आदिवासी ना आमर आदिवासी लोक मैंने कहीं भल पड़ूना कौन पे भल पड़ूना मुझे देखुची लोक मान को जाई कुली काम करबे दिन जाक खटबे और संध्या बेला आसी 200 टका मद पी दी हाथ गोड़ दुखा कष्ट बाधा बोली 200 टका पीब और दिन जा काम कल पुड़िया खाइब जलकिया खाइब ना दिन बेले पुड़िया पकाई देव पुड़िया पकाई काम करुथिबो कौन बोली कहब मते पुड़िया पकाई देले जलकिया खादी पीदी किसी दरकार मते पुड़िया थिले यथेष्ट देखबे पुड़िया खाऊ मन को देखबे भाई ना चा पीबू कि जलकिया टिके खा भाई ना हेटी माछ तरकारी कर भात खाई दे लेंबू पानी पीबू कि ना हेटी मिठा टिके खाओ हाँ जिलेबी आनी गरम गरम टा खाओ टिके बोले ए गन थमना को आको जिलेबी दरकार नहीं चा दरकार नहीं आको कॉफी दरकार नहीं लेंबू पानी दरकार नहीं बिरियानी दरकार नहीं माछ दरकार नहीं जलकिया दरकार नहीं कौन दरकार पुड़िया दरकार प्रिय भाई बहन पुड़िया को कौन बोली कहे गुटका बोली कहे कौन बोली कहे गुटका गुटका बोले कौन गुटका माने कौन जे माने ड्राइविंग गाड़ी थी से माने गाड़ी जंती गड़ब नहीं तार सामना गोटे निक रखबे काठ खंड की पतर तार ना होचे गुटका कौन कहे ड्राइवर मान ए गुटका डाल गुटका 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 रख से गुटका रखो तार ना गुटका बोले कौन टा जो जीवन ठीक रे आगू बढ़ुची ताके अटकाइबाटा होचे गुटका देखो ए गुटका खाऊ मन पार्टी खोला करि पारबे कि मुझे जदी कुछ करि पारबे कि नहीं इसको भात के खाइबे एडी पूरा बारी गेंजु थिबे पानी पी खाइबे प्रिय भाई बहन केबे बुझबे जणा नहीं मु कहूली आम लोक कहीं भल पड़ूना दिन को 200 टका मद खाइबे 200 टका मद बोले दिन को 200 है मास को केते है 6000 टका मद पीब पुड़िया 50 टका 50 टका हेले केते है 1500 टका बोले 7500 तो एकला गम थमना खाऊची तार घर कोटी भल पड़ब से कोटी भल पड़ब तार ऊपर टोकी ताकू मोबाइल लोडा दिन राति कथा हेबा दिन राति कथा हेब माँ जदि कह खेल बोले एटी था बेसी होची फबडी डकरी नले तु माँ हिचु माँ पर था बेसी होचु गदा देख कथा हला डिस्टर्ब करबो नै बोलबो से ए पुओ को कहबो कि कापू मुंडा को निजे जदि पैसा खर्च कर बाल काटी हेले भल कर काटी हेता पागुआ डाबू कौन करबो ए साइड बा टिके चांची देबो तार मुंड को देखबो पिरी गदा परा थिबो आपण देखो तार मुंड केंति थिबो सम्मान पिरी गदा परा तो थिबो कापू मुंडा नले आज कौन करछ काने आर गुड पिंदी दिथिबो देखछो कि नै पिला मन को खाने पिंदी थिबे आपण जानि छथि विदेश रे काहे कि लोक मन कान रे पिंदंती विदेश रे काहे कि कान रे पिंच देखि छथि कान रे काहे कि पिंदंती से माने कहबा पई जे मु समलिंगी अटे मु पुरुष सहित भी संपर्क रखी पारे स्त्री सहित संपर्क रखी पारे एटा जणाइबा पई से कोन लगाइछि गोटे चिन्ह लगाइछि कान रे काने पिंदिछि सेटा हमर भोकुआ मने काने पिंदी बुलुछंती काने तो पिंदबो माँ मन हिच कहले हेबो कि नहीं कि मुई आका कहबार कहले हेब ना नहीं कहबार ए बाबू तु बसंत बेटा बासंती नहीं बासंती काने पिंदबो बसंत ना पिंदे बोले बुझा कि नहीं नहीं बुझा हे बोले मोर प्रिय भाई भौणी माने केबे बदलबो मुई भी जानी नहीं हमर आगो गरीब थिलु कि नहीं सब घरे सुंची सुता थिला
ଆମେ ସବୁ ଜାଣିଛୁ, ଆମେ ଗରିବ ପରିବାର ଆସୁଛୁ, ସତ ନା ନାହିଁ? ସବୁ ଘରେ ସୁଞ୍ଚି ସୂତା ଥିଲା, ଧନୀ ଘରେ ବି ଥିଲା। ମା ମାନେ ଫାଟଲା ଶାଢ଼ୀକୁ ସିଲାଇ କରି ପିନ୍ଧିଛନ୍ତି, ବ୍ଲାଉଜକୁ, ସାୟାକୁ, ପିଲାଟିକୁ ପ୍ୟାଣ୍ଟ ସାର୍ଟକୁ ଆମେ ତ ପିନ୍ଧିଛୁ ସେଟା। ଏବେ କଣ ଦୁଇଟା ପଇସା ହେଲା, କଣ କରୁଛନ୍ତି ପିଲାମାନେ? ଭଲ ଜିନ୍ ପ୍ୟାଣ୍ଟ ଘେନି ଆନି କରି ଘରେ ବସି ବ୍ଲେଡରେ କାଟୁଛନ୍ତି। ଭଲ ଲୁଗାକୁ କିଏ କାଟବ? ଭଲ ଲୁଗାକୁ କିଏ ଚିରବ? ମୂଷା ନାହିଁ, ବାୟା କେ ବାୟା ମେଣ୍ଟାଲ ମେଣ୍ଟାଲ ଏ ମେଣ୍ଟାଲ ମାନେ କଣ କରିବେ? ଏ ଭଲ ଲୁଗା ଘେନି ଆନି ଘରେ ବସି ବ୍ଲେଡରେ ଚିରବେ। ମା ମାନେ ପ୍ରାର୍ଥନା କର ତମ ପିଲାମାନ ପାଇଁ, ପ୍ରଭୁ ମୋର ପିଲାକେ ଭିକାରୀ ଡୁମା ଧରିଛି, ରାଜା ଦୟା କର ବୋଲି ପ୍ରାର୍ଥନା କରବା। ନହେଲେ କୁ କମ୍ପାନୀ କେବେ ଏମିତି ଜିନ୍ ପ୍ୟାଣ୍ଟ ବନାଇବ? ଇଟି ଗୋଟେ କାପୁ, ଇତି ଗୋଟେ, ଇତି ଗୋଟେ, ଇତି ଗୋଟେ, ଇତି ଗୋଟେ କାପୁ। କଣ ଡ୍ୟାମେଜଟା ଫିଙ୍ଗବାଟା ତାକୁ ରାପୁ ମାରିଛନ୍ତି। ସେଟାକୁ ରାପୁ ମାରଲାଟା କେ ପିନ୍ଧୁଛି? ଏ କାପୁ ମୁଣ୍ଡା ମେଣ୍ଟାଲ। କଣ କରିବ? ସୁଯୋଗ ଅଛି ପୁଅ ମାନେ, ଝିଅ ମାନେ ସୁଯୋଗ ଅଛି, ଭାଇ ମାନେ ସୁଯୋଗ ଅଛି। ଯଦି ଭୁଲରେ ସୁଧା ମଦ ମୁଦା ପିଉଛୁ ଆଜି ଛାଡ଼ି ପାରିବ, ନହେଲେ ସେକେଣ୍ଡ ଟାଇମ ବୁଝାଇବାକୁ ମୁଁ ଆସିବିନି ଆଜି। ସେକେଣ୍ଡ ଟାଇମ ନାହିଁ। ଯେଉଁମାନେ ଭାବୁଛ ଚତୁର ବୋଲି କରି, ସୁଯୋଗ ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ଝିଅ ମାନଙ୍କର ଗାଁରେ 5ଟା ସାଙ୍ଗ ନଥିବେ, ଗାଁରେ 5ଟା ସାଙ୍ଗ ନଥିବେ। ଫେସବୁକରେ କେତେଟା ସାଙ୍ଗ? 500ଟା ସାଙ୍ଗ। ହେଟି लो ମତେ ଫେସବୁକରେ ନାଇଁ କି 500ଟା ଫ୍ରେଣ୍ଡ ଅଛନ୍ତି लो। ତାକେ 500ଟା, ଆମର ପିଲାକେ କେତେଟା ଥିବ ଭାବି ଦେଖ। ଏ ମାନେ ରାତି 10ଟା 11ଟା ହେଲେ ମୋବାଇଲ ଧରି ବାହାରବେ। ଏଟା ମାନେ କୁ ବ୍ରିଜ ପାକେ, କୁ ବେଡ଼ା ପାକେ, କୁ ଉଡ଼କୁଡ଼ାରେ, କୁ ଆନ୍ଦାରେ, କୁ ବନ୍ଦ ତଲେ ବସିଥିବେ। ହଠାତ୍ ଯଦି କେ ଦେଖିଲା ବୋଲେ ଚମକି ଯିବ। ଏମାନଙ୍କୁ ଦେଖିଲା ବୋଲେ ଡୁମା ଡୁମି କିସ୍ଟା ବୋଲିକରି ଚିଲ୍ଲାଇନି କି ମିର୍ଚୁକ ବୋଲିକରି ଡର ବସେ, ସ୍ଥିତି ଧରି ବସିଥିବ। ଯୁବା ପୁଅ ଝିଅମାନେ ମନେ ରଖିଥାଅ, ଯୋଉ କୌଣସି ଫୋନ କଲ୍ ଆସୁ, ଯଦି ବାପା ମା ସାମ୍ନାରେ କଥା ହେଇପାରୁନ, ତା କେବେ ବି ଭଲ ଫୋନ କଲ୍ ହେଇନଥିବ। ଦେଖନ୍ତୁ, ଫୋନ ଆସିଲେ କେମିତି ଥେପେତେ, ଏନେ ଯିବି କି ତେନେ ଯିବି, କେନେ ଯିବି, ବାରିପଟେ ଯିବି, ଛାତରେ ଯିବି, କୁଆଡେ ଯିବି, କେନେ ଯିବି। କଣ ପାଇଁ ଏମିତି ହଉଛନ୍ତି? କଣ ପାଇଁ? କିଛି ଗୋଟେ ଗଡ଼ବଡ଼ ଥିବ କି ନାହିଁ? ଗଡ଼ବଡ଼ ଥିବ। ଆଉ ଗୁପ୍ତ ପ୍ରେମ ପ୍ରକାଶରେ କେବେ ଗ୍ରହଣୀୟ ହେବ ନାହିଁ, କିଛି ନାହିଁ। ଆଜି ସୁଯୋଗ ଅଛି, ସମସ୍ତଙ୍କୁ କହୁଛି ପ୍ରିୟ ଭାଇ ଭଉଣୀ ମାନେ, এটা କେବଳ ଖ୍ରୀଷ୍ଟିଆନ ପାଇଁ ମେସେଜ ନୁହେଁ। ଏ ମିଟିଂ ଖ୍ରୀଷ୍ଟିଆନ ମାନ ପାଇଁ ହେଇଛି, କିନ୍ତୁ ମେସେଜଟା ଖ୍ରୀଷ୍ଟିଆନ ମାନ ପାଇଁ ନାହିଁ, এটা ହିନ୍ଦୁ ପାଇଁ, এটা ମୁସଲମାନ ପାଇଁ, ପ୍ରତ୍ୟେକ ମଣିଷ ପାଇଁ ମେସେଜ। ସୁଯୋଗ ଅଛି, ଜୀବନ ଥିଲା ଭିତରେ ଜୀବନ ସଜାଡ଼ିବାର ଅଛି, ଚରିତ୍ର ସଜାଡ଼ିବାର ଅଛି। ଆମେ କଣ ଭାବୁଛୁ? ପାପ ଉପରେ ପାପ କରି ଚାଲିଛୁ। ନହଙ୍କ ସମୟରେ ଲୋକମାନେ ପାପ କରି ଚାଲିଛନ୍ତି, ନହ ପ୍ରଚାର କରୁଛନ୍ତି, ତାଙ୍କୁ ଥଟ୍ଟା କରୁଛନ୍ତି ଲୋକମାନେ। ହଁ ବର୍ଷା ପୁଣି ହେବ, ଏ ଡଗରା କହିଲେ ହେବ କି? କିଏ କହିଲା? ଆରେ କିଏ କହିଲା ଯେ? ଜଣେ ତ କହୁଛି। ବାଇବେଲ କଣ କହୁଛି? ଲୋକମାନେ ଭୋଜନ ପାନ କରୁଛନ୍ତି, ବିବାହ ଚାଲିଛି, ଖାଦି ଚାଲିଛି, ପଛାଡୁ ଜଳପ୍ଲାବନ ଆସୁଛି, ସମସ୍ତଙ୍କୁ ବୁଡାଇ ବିନାଶ କଲା। ଶାସ୍ତ୍ର କହୁଛି, କାହାଣୀ ନୁହେଁ, ହିଷ୍ଟୋରି ହିଷ୍ଟୋରିକାଲ ଏଭିଡେନ୍ସ। ନହଙ୍କ ସମୟରେ ଯୋଉ ଜଳ, ହିଷ୍ଟୋରିକାଲ ଏଭିଡେନ୍ସ। ସଦମ ହମରାରୁ ମଧ୍ୟ ଧାର୍ମିକ ଲୋଟ ବାହାରି ଯିବା ପର୍ଯ୍ୟନ୍ତ ସୁଯୋଗ ଥିଲା। ସେ ସୁଯୋଗକୁ ଲୋକମାନେ ହାତ ଛଡା କଲେ। ଯେଦିନ ସେ ବାହାରି ଗଲେ ପ୍ରିୟମାନେ, ସେଦିନ ଅଗ୍ନି ଆଉ ଗନ୍ଧକ ବୃଷ୍ଟି ହେଇଛି। ଏ ପୃଥିବୀର ପରିସ୍ଥିତି ଦେଖନ୍ତୁ। ଆମର ନିଜର ସମାଜରେ, ଆମ ନିଜ ଗାଁରେ, ନିଜ ଲୋକମାନଙ୍କ ଭିତରେ ବଞ୍ଚବାଟା କଷ୍ଟ ହେଇଯାଉଛି। ମାନେ ଭାବି ଦେଖନ୍ତୁ, ଆମେ ଭାରତୀୟ ମାନେ କେତେ ସମସ୍ୟା ଦେଇ ଗତି କରୁଛୁ। ଆମକୁ ଭାଷାକୁ ନେଇ ମାଡଗୋଳ, ଜାତିକୁ ନେଇ ମାଡଗୋଳ, ବର୍ଗକୁ ନେଇ ମାଡଗୋଳ, ସମସ୍ତେ ବିଭକ୍ତ ହେଇକି ଅଛୁ, ବିଭକ୍ତ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିଲା ବେଳକୁ ଆହୁରି ଦୁର୍ଗତି ଆସୁଛି, ଆଉ ଦୁର୍ଗତି ଆସୁଛି। ପ୍ରିୟ ଭାଇ ଭଉଣୀ ମାନେ, ଆଜି ବାକ୍ୟ ଶୁଣିଲା ବେଳେ ଆମେ ଚିନ୍ତା କରିବା। ଆଜି ଆପଣ ଦେଖିଥିବେ ଦିଲ୍ଲୀରେ ଯନ୍ତର ମନ୍ତରରେ ମାନେ ହଜାର ହଜାର ସଂଖ୍ୟାର ପିଲାମାନେ ପ୍ରୋଟେଷ୍ଟ କରୁଛନ୍ତି। କୋଉ ପିଲା ଅଛି?
ଏଠି ହିନ୍ଦୁ ପିଲା ବି ଅଛି, ମୁସଲମାନ ବି ଅଛି, ଖ୍ରୀଷ୍ଟିଆନ ବି ଅଛି, ପ୍ରତ୍ୟେକ ଭାରତୀୟ ଅଛନ୍ତି। ଏଟା ସମସ୍ତଙ୍କର ନିଟ୍ ପେପର ଲିକ୍ ହେଇଛି। CBSE ରେ ସମସ୍ୟା ଅଛି, ଚାକରି ନାହିଁ, କାହାକୁ ନାହିଁ, ସବୁକୁ ନାହିଁ। ଯେମାନଙ୍କୁ ଭୋକ ବନେଇଲେ ତାଙ୍କୁ ବି ଚାକରି ନାହିଁ। ପ୍ରିୟ ଭାଇ ଭଉଣୀ ମାନେ କଣ କରିବୁ? ଆଗକୁ ଦେଖନ୍ତୁ ଆହୁରି ପରିସ୍ଥିତି କଣ ହେବା ପାଇଁ ଯାଉଛି। ଦେଶର ପରିସ୍ଥିତି ଭଲ ନାହିଁ, ନା ଆର୍ଥିକ ପରିସ୍ଥିତି ଭଲ, ନା ଆତ୍ମିକ ପରିସ୍ଥିତି ଭଲ। ଆତ୍ମିକ ପରିସ୍ଥିତି ବି ଭଲ ନାହିଁ। ପ୍ରିୟ ଭାଇ ଭଉଣୀ ମାନେ, ଯୋଉ ବାବା ମାନଙ୍କୁ ଆମେ ଭଲ ଲୋକ ବୋଲି ଭାବୁଛୁ, ସେମାନେ ଦୁଷ୍ଟ, ଭ୍ରଷ୍ଟ, ନାନା କଳଙ୍କିତ କାମରେ ଲିପ୍ତ ଅଛନ୍ତି। ଯେମାନେ ଆମକୁ ରାସ୍ତା ଦେଖାଇବା କଥା, ସେମାନେ ପାପରେ ଲିପ୍ତ ଅଛନ୍ତି। ଆମେ ଯୋଉ ମନ୍ତ୍ରୀ ମାନଙ୍କ ଉପରେ ଭରସା କରୁଛୁ, ଏମାନେ ଭଲ ସମୟ ଆଣିବେ। ଅଧାର ନା ତ ମର୍ଡର କେସ୍, ରେପ୍ କେସ୍ ଆଉ ଦୁନିଆ କେସ୍ ଅଛି। ଭାବି ଦେଖନ୍ତୁ, ସେଠୁ ଅଧାରୁ ଅଧିକ ଯଦି ବାହାରିବେ ସିଧା ଜେଲକୁ ଯିବେ, ତିହାଡ ଜେଲକୁ ଯିବେ। ଚରିତ୍ର ଭଲ ନାହିଁ, ଅସାଧୁ ଜୀବନ କାଟୁଛନ୍ତି। ମାନେ ଜଗତର ପରିସ୍ଥିତି ଦିନକୁ ଦିନ ପାପରେ, ମନ୍ଦତାରେ, ଭ୍ରଷ୍ଟତାରେ ପରିପୂର୍ଣ୍ଣ। ଆଉ ଏମିତି ସମୟରେ ପ୍ରଭୁ ଆପଣଙ୍କୁ ମତେ ସୁଯୋଗ ଦେଇଛନ୍ତି, ବାବୁରେ ସୁଯୋଗ ଅଛି, ସୁଯୋଗର ସଦ୍ବ୍ୟବହାର କର।